अतिथि मानू और समस्त गुरुजन मानू मोर नमस्कार। नमस्कार। आज हेउछि विश्व आत्महत्या प्रतिरोध दिवस। आज आमे माने आपण युवक मानू मध्य आत्महत्या विषय जागृत करने को चेष्टा करूँ। आजिकल आत्महत्या दिन दिन बढ़ी चली कारण छोट पिला ठारू नेकी बड़ पिला एवं युव और युवती माने अत्यंत संवेदनशील ये सब घटना घटाऊँ। ये सब काम करने उचित नुहे। तेणु एमती सब दुर्घटना को रोकने सचेतनार वार्ता देवाई एवं एमतीका परिस्थिति को सामना करने आम सचेतन करुँ। गोटे छोटिया नाटकटे परिवेशन करने जाऊँ। मुझे गार्गी ये छोट कहानी उपस्थापक। चलो तो आरंभ कर। हॉस्टेल परिसर आज नीट एग्जाम रिजल्ट बाहर। छात्री दीर्घ 3 वर्षर कठिन परिश्रम आज फल बाहर। यही परीक्षा को से अत्यंत गंभीरता भाव पाठ पढ़ी से झीटी परीक्षा देते रिजल्ट बाहर से देखा से प्रतिक्रिया कौन हो। चलो देखिए। नमस्कार, मुझे संगीता को एठी पीड़ितार अभिनय करूछि। नमस्कार, मुझे अनुराधा को पीड़ितार सांगवान अभिनय करूछि। नमस्कार, मु सोफिया को एठी पीड़ितार मार अभिनय करूछि। नमस्कार, मु प्रतिज्ञा को पीड़ितार बाबा भाବରେ चरित्र अभिनय करूछि। नमस्कार, मु सर पीड़ितार सांग भाବରେ अभिनय करूछि। नमस्कार, मु वेद प्रकाश मु परामर्श भाବରେ अभिनय करूछि। नमस्कार, गार्गी मुई कहानी उपस्थापक भाव अभिनय करूँ। हॉस्टेल परिसर आज नीट एग्जाम रिजल्ट बाहर। छात्री दीर्घ 3 वर्षर कठिन परिश्रम आज फल बाहर। यही परीक्षा को से अत्यंत गंभीरता सहित पाठ पढ़ी परीक्षा देते रिजल्ट बाहर। चलो देखा कि प्रक्रिया कौन कर।
ଏକା ନୁହଁ, ଲକ୍ଷ ଲକ୍ଷ ପିଲା ପରୀକ୍ଷା ଦଉଛନ୍ତି। ମୁଁ ଯଦି ଭାଗ୍ୟ ଏତେ ସାଥ ଦେଇନି। ପରିଶ୍ରମ କରିଥିଲେ ବା ଫଳ ମିଳିଥାନ୍ତା, ତାକୁ ଟିକେ ଦେଲ କହୁନା। ମୁଁ ଆଉ କଣ କହିବି ଘରେ, ମୋ କଥା ବି କେମିତି ବାପା ମାଙ୍କର ଉଚ୍ଚ ଆଶା ଥିଲା କି ଝିଅ ମୋର ଡାକ୍ତର ହେବ, କିନ୍ତୁ ତାଙ୍କର ସବୁ ଆଶା ସବୁ ସ୍ୱପ୍ନ ଭାଙ୍ଗିକି ଧୂଳିସାତ ହେଇଯାଇଛି। ଦୀର୍ଘ 3 ବର୍ଷର ଲମ୍ବା ଅପେକ୍ଷା ପରେ ଆଜି ମା ଝିଅର ଏହି ଫଳ ଦେଖି ନିରାଶ ହୋଇଯାଇଛନ୍ତି ଓ ତାଙ୍କର ଏହିପରି ଦୁଃଖ ହେବ ବି ସ୍ୱାଭାବିକ, କାରଣ ସେ ତାଙ୍କର ଜୀବନର ସମସ୍ତ ସଞ୍ଚିତ ଧନ ସମସ୍ତ ସମୟ ବ୍ୟୟ କରି ନିଜ ଝିଅକୁ ପାଠ ପଢ଼ନ୍ତି। ରେଜଲ୍ଟ ବାହାରିବା ପରେ ସଙ୍ଗୀତର ସ୍ୱପ୍ନର ତାଜମହଲ ଭାଙ୍ଗି ଚୁରମାର ହୋଇଯାଇଛି। ସେଥିପାଇଁ ବାପା ମାଙ୍କ ଠାରୁ ମଧ୍ୟ ଅନେକ କଟକୀୟ ଭାଷା ଶୁଣିବାକୁ ପଡ଼ିଛି। ତେଣୁ ଏସବୁ ପ୍ରତିକୂଳ ପରିସ୍ଥିତିରେ ସେ ନିଜକୁ କିପରି ସମ୍ଭାଳିବ ବୁଝିପାରୁନି ଓ ଜାଣିପାରୁନି। ଏ ଦୁଃଖ ନା ସେ କାହାକୁ ପ୍ରକାଶ କରିପାରୁଛି ଓ ନା ନିଜକୁ ସମ୍ଭାଳି ପାରୁଛି। ଆସନ୍ତୁ ଦେଖିବା ଆଗକୁ କଣ ହେଉଛି।
करदे मु मरी जीवी तुम तो हबनी ना तू गोटे कह ना कौन कर ना ମୁଁ ତ ସେମିତି କାହାକୁ ଜାଣିନି ତୁ ଯଦି କାହାକୁ ଜାଣିଛୁ କହ ଠିକ୍ ଅଛି ତୁ ତାହେଲେ ଥା ମୁଁ ତାକୁ 2 ମିନିଟ୍ ଧରି ଦେଉଛି ସଙ୍ଗୀତ ଆଉ କେତେ ନାଚୁଛ ଚାଲିଛି ବୁଲିକି ଆସ ମାଇଣ୍ଡ ଫ୍ରେଶ୍ ହେଇଯିବ ଆସ ସଙ୍ଗୀତ କେତେ ନାଚୁଛ ठीक है तो बाहर ही चले कर भी तुम पाठ पढ़ी परिबो असुविधा न बहुत बयस हे जाय छै तुमको बयस केते 21 तो हां तो आउ दिन तो ट्राई कर परिबो କିଛି ନାହିଁ କଣ ଏଇ ତ ଜୀବନର ଅସଫଳତା ହିଁ ସଫଳତାରେ ଲାଗିଲେଠି ତମେ ଏଇଟା ବୁଝି ଯାଉଛ ତମ ବାପା ମା ତମକୁ ଛୋଟରୁ ବଡ଼ କେତେ କଷ୍ଟରେ କରିଛନ୍ତି କିଛି ବ୍ୟସ୍ତ ନାହିଁ ତମେ ଆଉଥରେ ଚେଷ୍ଟା କର ନିଶ୍ଚିନ୍ତ ପାରିବ ନିଜ ଉପରେ କନଫିଡେନ୍ସ ରଖ ବିଶ୍ୱାସ ରଖ ତମେ ନିଶ୍ଚିନ୍ତ ପାରିବ ସଫଳତା ନିଶ୍ଚିନ୍ତ ତମ ହାତରେ ଅଛି ତମେ ପାରିବ ଚେଷ୍ଟା କର ତମେ ଯାଅ ତମ ସହିତ ଯିଏ ଆସିବେ ତାଙ୍କୁ ଟିକେ କିଛି କଥା କିଛି ମାସ ପରେ ଯାହା ହଉ ସଙ୍ଗୀତ ଆଜି ଖୁସି ତା ସହିତ ତାର ସାଙ୍ଗସାଥି ମାନେ ମଧ୍ୟ ଖୁସି କାରଣ ଗୋଟେ ମୂଲ୍ୟବାନ ଜୀବନ ଆଜି ବଞ୍ଚି ଯାଇଛି କେବଳ ଆମର ଅଭିଜ୍ଞ ପରାମର୍ଶଦାତାଙ୍କ ଯୋଗୁଁ ତେଣୁ ପିଲାମାନେ ସବୁ ସମସ୍ୟାର ସମାଧାନ ଅଛି ଆମେମାନେ ଚେଷ୍ଟା କଲେ ନିଜେ ମଧ୍ୟ ସମସ୍ୟାର ସମାଧାନ କରିପାରିବା ବା ଅନ୍ୟ କାହାର ସାହାଯ୍ୟ ମଧ୍ୟ କରିପାରିବା ଆମର ଓଡ଼ିଆରେ ଗୋଟେ କଥା ଅଛି ସୁଖ ବାଣ୍ଟିଲେ ବଢ଼େ ଦୁଃଖ ବାଣ୍ଟିଲେ କମେ ତେଣୁ ଆମେମାନଙ୍କର ଯାହା ବି ଦୁଃଖ ଅଛି ସେଇଟା ଆମେ ଆମର ପଡ଼ୋଶୀ ଆମ ସାଙ୍ଗସାଥି ମା ବାପା
କରିବା ଉଚିତ ସେୟାର କରିବା ଉଚିତ ଏବଂ ଆମ ଲାଭ ଲାଭ ଧନ୍ୟବାଦ।